ବିନୀତ ଯାହା ବି ତ ହେଇଛି ମୁଁ ବିନୀତ କରିଛି, ମୋତେ ନ୍ୟାୟ ଦରକାର। ନହେଲେ ମୁ ପ୍ରଧାନମନ୍ତ୍ରୀ ଆସୁଛନ୍ତି 20 ତାରିଖ, ସତ ଚେଷ୍ଟା କରିବି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ। ଡକୁମେଣ୍ଟ ଅଛି, କିଛି ଡକୁମେଣ୍ଟ ଗୁରୁତ୍ୱପୂର୍ଣ୍ଣ ଡକୁମେଣ୍ଟ ଡିଲିଟ୍ କରାଯାଇଛି। ତିଖିର ସରପଞ୍ଚ ଚାମିଲ ଗତକାଲି ଜାମିନ ମିଳିଛି, ତେବେ ସିଧାସଳଖ ଆମେ ତାଙ୍କ ସହିତ ଆଲୋଚନା କରିବା। ମ୍ୟାଡ଼ାମ ଜାମିନ ମିଳିଲେ ଖୁସି ହୁଅନ୍ତି ବୋଲି ମୁଁ ତ ଜାଣିନଥିଲି, ଆପଣ ପଚାରିଲେ, କାରଣ ମୁଁ କିଛି ଭୁଲ ହିଁ କରିନଥିଲି ଯେଉଁ ଜାମିନ ପାଇଛି। ଆଉ ପୋଲିସ ଏଠି ମୋତେ ଫସେଇଥିଲା, ଭିଡ଼ିଓ ଯେ ଏଫଆଇଆର ଦେଇଥିଲେ ସେଇଟା ସମ୍ପୂର୍ଣ୍ଣ ମିଥ୍ୟା ଥିଲା। ବର୍ତ୍ତମାନ ସେଇଟା କ୍ଲିୟର ହେଇସାରିଛି। ଆଉ ଯେଉଁମାନଙ୍କ ନାଁରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଏଫଆଇଆର ଦିଆଯାଇଥିଲା କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ତ ବର୍ତ୍ତମାନ ମୁଁ ଏସ୍ପି ସାର୍ଙ୍କୁ ମୋର ସୁରକ୍ଷା ମାଗିବି। ମୋ ଜୀବନ ପ୍ରତି ବିପଦ ଅଛି, ମୋ ଘର ଲୋକଙ୍କ ପ୍ରତି ବିପଦ ଅଛି। ଗତକାଲି ମୋତେ ଗୋଟେ ଭିଡ଼ିଓ ଆସିଛି ବ୍ଲକ ଅଫିସର, ଆଲୋଚନା ସେଇଟା ସମ୍ପୂର୍ଣ୍ଣ ଆମର ମହାକାଳପଡ଼ା ବିଧାୟକଙ୍କ ନିର୍ଦ୍ଦେଶରେ କାମ ହେଇଛି। ତାଙ୍କର ଗୁଣ୍ଡାମାନେ ଏସବୁ କରିଛନ୍ତି। ତ ଏଇଟା ଧୀରେ ଧୀରେ ଆଉ ଯାହା ବି ଭିଡ଼ିଓ ଅଛି ଆମେ ସେଇଟା ପବ୍ଲିଶ କରିବୁ। ବର୍ତ୍ତମାନ ମୁଁ ଜମା ବି ସୁରକ୍ଷିତ ନାହିଁ, ମୋ ଜୀବନ ଉପରେ ବିପଦ ଅଛି। ଯେତେବେଳେ ପୋଲିସ ଆମକୁ ସୁରକ୍ଷା ଦେବା ନାଁରେ ଆମକୁ ନିର୍ଯାତନା ଦେଉଛି, ତାହେଲେ ମୋ ଜୀବନ କେଉଁଠି ନା କେଉଁଠି ସୁରକ୍ଷିତ ନାହିଁ। ତ ମୁଁ ମୋ ସୁରକ୍ଷା ଡିମାଣ୍ଡ କରିବି। ଆଜ୍ଞା, ସେଟା ତ ମିଛ କେସ୍ ଥିଲା, ଏଇଟା ପ୍ରୁଫ୍ ହେଇସାରିଲାଣି। ବିଡ଼ିଓ ଅଫିସର ଝଗଡ଼ାକୁ ନେଇ ଆଇଆଇସି ତାଙ୍କ ବ୍ୟକ୍ତିଗତ ନାଁରେ ଦେଉଛନ୍ତି କି ସରପଞ୍ଚ ଆସି ମାରିଲା, ଆଟେମ୍ପ୍ଟ ମର୍ଡର କଲା। ଏଇଟା କେଉଁଠି ନା କେଉଁଠି ମିଳିତ ଭାବରେ ଏଇଟା ଏମ୍ଏଲ୍ଏଙ୍କ ଇନଷ୍ଟ୍ରକ୍ସନରେ କାମ ହେଇଛି। ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି କି ମୋତେ ନ୍ୟାୟ ଦିଆଯାଉ। ବିନୀତ ଯାହା ବି ତ ହେଇଛି ମୁଁ ବିନୀତ କରିଛି, ମୋତେ ନ୍ୟାୟ ଦରକାର। ନହେଲେ ମୋ ପ୍ରଧାନମନ୍ତ୍ରୀ ଆସୁଛନ୍ତି 20 ତାରିଖ, ସତ ଚେଷ୍ଟା କରିବି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ। ଡକୁମେଣ୍ଟ ଅଛି, କିଛି ଡକୁମେଣ୍ଟ ଗୁରୁତ୍ୱପୂର୍ଣ୍ଣ ଡକୁମେଣ୍ଟ ଡିଲିଟ୍ କରାଯାଇଛି। ଆଜ୍ଞା, ଦେହ ଧୀରେ ଧୀରେ ରିକଭରି ହେଉଛି। ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ମନେ କରୁନି। ନିଶ୍ଚିନ୍ତ ଭାବରେ ଲଢ଼େଇ ଜାରି ରହିବ। ଉନ୍ନତିମୂଳ କାମ ତ ଅଲମୋଷ୍ଟ ଆମେ ପାଖାପାଖି ସବୁ କମ୍ପ୍ଲିଟ୍ କରିଦେଇଛୁ। ଏଇ ବର୍ଷର ଯେଉଁ ପଇସାଟା ଏପର୍ଯ୍ୟନ୍ତ ଆକ୍ସନ୍ ପ୍ଲାନ୍ ବନା ହେଇନି କି ଗଭର୍ଣ୍ଣମେଣ୍ଟ ପଇସା ରିଲିଜ୍ କରିନାହାନ୍ତି, ଏଇଟା ଆସିଲା ପରେ ଆମେ ଜଲ୍ଦି ସାରିବାକୁ ନିଶ୍ଚିନ୍ତ। ଲୋକଙ୍କ ପାଇଁ ଷ୍ଟାର୍ଟିଂରୁ ସେବା ଥିଲା, ସେବା ସବୁବେଳେ ପାଇଁ ଲୋକଙ୍କ ପାଖରେ ଚାମିଲ ରହିବ। ନିହାତି ଭାବରେ ଶୁଣିଥିଲେ ଆମ ସହିତ ତିଖିର ସରପଞ୍ଚ ଚାମିଲ ଓଝା ରହିଥିଲେ। ଏ ନେଇକି ତାଙ୍କ ବିଶେଷ ସହିତ ଆଲୋଚନା କରୁଥିଲେ ଏବଂ ଆଜି ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏବଂ 21 ତାରିଖ ଯେଉଁ ଆସିବେ ତାଙ୍କୁ ଭେଟିବା ପାଇଁ ମଧ୍ୟ ଚେଷ୍ଟା କରିବେ। ଏବଂ ଯଦି କହିବା ତାଙ୍କୁ ଯେଉଁଭଳି ଭାବେ ଷଡ଼ଯନ୍ତ୍ର କରି ଫସା ଯାଇଥିଲା, ସେ ଆଗକୁ ବିରୋଧ କରିବେ ଏବଂ ଲୋକଙ୍କ ଉନ୍ନତମୂଳକ କାର୍ଯ୍ୟ ହେଲେ ଲୋକଙ୍କ ସାଥିରେ ରହିବେ ବୋଲି କହିଛନ୍ତି। କେନ୍ଦ୍ରାପଡ଼ା କୈଳାସ ନ୍ୟୁଜ୍ 18 ଓଡ଼ିଆ।